ମୁଁ ଏଠି ବିଦ୍ୟା ଅନୁଷ୍ଠାନ କରିଛି ଏଇ ସୁନ୍ଦରପଦା ଏରିଆରେ। ଯେତେବେଳେ ଏଠି ଜଙ୍ଗଲ ଥିଲା, କେହି ଲୋକ ବି ନଥିଲେ, ଆପାର୍ଟମେଣ୍ଟ ବି ହେଇନଥିଲା, ସେତେବେଳେ ମୁଁ ଛୋଟିଆ ଗୋଟେ ରୁମ୍ ନେଇକି ପିଲାକୁ ଗାଁ ପିଲାକୁ ଡାକିକି ପଢ଼ାଇବା ଷ୍ଟାର୍ଟ କରିଥିଲି। ସେଇ ଜାଗାରୁ ଆଜି ଏତିକି ବାଟ ଚାଲି ଚାଲି ଆସିଛି। ବଟ୍ କୋଭିଡ଼ ଯୋଗୁଁ ମୋର ବହୁତ କିଛି କ୍ଷତି ହେଇଛି ସ୍କୁଲରୁ। ଆଉ ବହୁତ କିଛି ଷ୍ଟ୍ରେନ୍ଥ ମୁଁ କରିଥିଲି, ସେଟା କୋଭିଡ଼ ଯୋଗୁଁ ଭାଙ୍ଗି ଯାଇଛି। ସୋ ମୁଁ କିନ୍ତୁ ହାରିବାକୁ ଚେଷ୍ଟା କରିନି। ମୁଁ ପୁଣି ଜିରୋରୁ ଷ୍ଟାର୍ଟ କରିକି ଆଜି ପୁଣି ଦୁଇ ପଟେ ହାଇଟେକ୍ ପଟେ ଗୋଟେ ଆଣ୍ଡ ବିରିବନ୍ଦରେ ଗୋଟେ ସ୍କୁଲ ମୁଁ ଚଲାଉଛି। ଆଉ ବିଭିନ୍ନ ଜାଗାରେ ଫ୍ରାଞ୍ଚାଇଜି ବି ଦେବା ପାଇଁ ଚେଷ୍ଟା କରୁଛି। ଗୋଟେ ଯୋଡ଼େ ଫ୍ରାଞ୍ଚାଇଜି ଆମର ଚାଲିଛି, ବଡ଼ମ୍ବା ନରସିଂହପୁରରେ ଚାଲିଛି, ସେଠି ଭଲ ଚାଲିଛି। ଭବାନୀପାଟଣାରେ ବି ଏବେ ଦିଆହେଇଛି, ଆଉ ବି ମୁଁ ଦେବାକୁ ଚାହେଁ। ଏଟା ହେଲା ଗୋଟେ ଗୋଷ୍ଠୀ ଆମର ୱାଣ୍ଡରଲ୍ୟାଣ୍ଡ ଏଡୁକେସନାଲ ଚାରିଟେବଲ୍ ଟ୍ରଷ୍ଟ। ଯେଉଁ ଟ୍ରଷ୍ଟି ମାନେ ଅଛନ୍ତି ସେମାନେ ମିଟିଂରେ ବେଳେବେଳେ ଆସିଛନ୍ତି। ବଟ୍ ସମାଜ ସେବା ଆମର ଏଇ ଅର୍ଗାନାଇଜେସନ୍ ତରଫରୁ ଆମେ ଆଇ ଚେକଅପ୍ କ୍ୟାମ୍ପ, ହେଲ୍ଥ ଚେକଅପ୍ କ୍ୟାମ୍ପ, ବ୍ଲଡ୍ ଡୋନେସନ୍ କ୍ୟାମ୍ପ, ଛୁଆମାନଙ୍କୁ ବସ୍ତ୍ର ଦେବା, ଖାଦ୍ୟ ଦେବା, କୋଭିଡ଼ କ୍ୟାମ୍ପ, କୋଭିଡ଼ରେ ଡିଷ୍ଟ୍ରିବ୍ୟୁଟ୍ କରିବା, ଫନିରେ ଡିଷ୍ଟ୍ରିବ୍ୟୁଟ୍ କରିବା, ସବୁ ପ୍ରକାର କାମ ଆମେ କରୁଥାଏ। ଆଣ୍ଡ ଏଇ ସ୍କୁଲ ଜରିଏ ମୁଁ ବିପିଏଲ୍ ଛୁଆକୁ 20ଟା ବିପିଏଲ୍ ଛୁଆକୁ ସବୁ ବର୍ଷ ଫ୍ରି ଅଫ୍ କଷ୍ଟ ପଢ଼ାଉଛି। ତାଙ୍କ ପାଇଁ ମୁଁ ସିଟ୍ 20ଟା ମୁଁ ରଖୁଛି ସବୁବେଳେ। କିନ୍ତୁ ମୋ କ୍ଷମତା ବେଶୀ ନାହିଁ। ମୁଁ ଆପିଲ୍ କରିବାକୁ ଚାହେଁ ସମସ୍ତେ ସମାଜର ମାନିଗଣ୍ୟ ବ୍ୟକ୍ତି ପାଖରେ। ମୁଁ ଗଭର୍ଣ୍ଣରକୁ ବି ବହୁତ ଥର ଲେଖିଛି, କଲେକ୍ଟରକୁ ବି ଲେଖିଛି, ତହସିଲଦାରକୁ ବି ଲେଖିଛି ଯେ ସ୍କୁଲ ପାଇଁ ମୁଁ ବୃଦ୍ଧାଶ୍ରମ, ଅନାଥାଶ୍ରମ, ସ୍କୁଲ, କଲେଜ କରିବାକୁ ଚାହେଁ, ମୋତେ ଖଣ୍ଡେ ଜାଗା ମିଳୁ। କିନ୍ତୁ ଏପର୍ଯ୍ୟନ୍ତ ମୋ ଫାଇଲ୍ ମାନେ ସେକେଣ୍ଡ ଟାଇମ୍ ଗଲେ ମୋ ଫାଇଲ୍ ସେଠି ଆଉ ମିଳୁନି। ମେ ବି ମ୍ୟାନ୍ ସପୋର୍ଟ ନାହିଁ ବୋଲି ଏଟା ହେଉଛି। ତ ମୁଁ ଆଜି ଯେଉଁମାନେ ଆମ ଟ୍ରଷ୍ଟିରେ ଆମର ମ୍ୟାନେଜିଂ କମିଟିରେ ସବୁ ଅଛନ୍ତି ସମସ୍ତଙ୍କୁ କହିବି ମୋ ସାଙ୍ଗରେ ଏଇସବୁ କାମରେ ଯାଆନ୍ତୁ। ଆଉ ଫାଇଲ୍ କେମିତି ହଜିଲା, କେଉଁଠି ହଜିଲା ସବୁ ଦେଖନ୍ତୁ। ଆଉ ଏଟା ମିଳିଗଲେ ମୁଁ ସମାଜର ବହୁତ ଲୋକକୁ ମାନେ କର୍ମ ସେଠି ଦେଇପାରିବି। ଆଜି ଆମେ ବିବେକାନନ୍ଦ ଜୟନ୍ତୀ 125th ବାର୍ଥ ଆନିଭର୍ସରୀ, ଏଇ ଦିନ ୟଥ ଜେନେରେସନରେ ଆମେ 100 ପିଲା ପାଇଁ ଖାତା, ପେନସିଲ, ଫ୍ରୁଟ୍ସ ସବୁ ରଖିଛୁ। 100 ପିଲାକୁ ବାଟିବୁ, ଗାଁରୁ ଆସିବେ, କିନ୍ତୁ ପିଲା ଖେଳିବେ। ନ୍ୟାସନାଲ ୟଥ ଡେ ଉପଲକ୍ଷେ ପିଲା ଖେଳିବେ। ଏଇଟା ମୋର ଗୋଟେ ଆଦର୍ଶ। ଜୀବନ ଆଣ୍ଡ ଜୀବିକା ଏଇ ଦୁଇଟା ଯାକ ଏଠି ତିଆରି ହେଉଛି। ମଣିଷ ତିଆରି ହେଉଛି ଜୀବିକା ପାଇଁ ସାର୍ଟିଫିକେଟ୍ ନେବ, କିନ୍ତୁ ଜୀବନ ହେଉଛି ଆଦର୍ଶ ମଣିଷକୁ ଦେଖିକି ଆଦର୍ଶ ସଂସ୍କୃତରେ ପିଲା ବଢ଼ିବ। ସେଇଟା ମୋର ସବୁବେଳେ ଧ୍ୟାନ ରହେ। ପିଲା କମ୍ପ୍ୟୁଟର ବି ଶିଖନ୍ତୁ, କିନ୍ତୁ ଇତିହାସକୁ ବି ଜାଣନ୍ତୁ ଆମ ଭାରତରେ କ'ଣ ଅଛି। ମୁଁ ସବୁ ଜଣେଇବା ପାଇଁ ଏତେ ବଡ଼ ବଡ଼ ଫେଷ୍ଟିଭାଲ କରେ। ନେତାଜୀ ଜୟନ୍ତୀ ଆଗେ ହେବ, ତାପରେ 26 ଜାନୁଆରୀ ହେବ। ତ ନେତାଜୀ ସୁଭାଷ କିଏ? ଆଜି ଲୋକ ଲକ୍ଷ ଲକ୍ଷ ଟଙ୍କା ଦେଇକି ଏସି ରୁମ୍ରେ ପାଠ ପଢ଼ାଇବା ପାଇଁ ପିଲାକୁ ପଠାଉଛନ୍ତି। ସେମାନେ ବିଜନେସ୍ କରୁଛନ୍ତି। ମୁଁ ଏଡୁକେସନ୍ ହେଇକି ବିଜନେସ୍ କରେନି, ମୁଁ ଏଡୁକେସନ୍ ଡିଷ୍ଟ୍ରିବ୍ୟୁଟ୍ କରେ। ମୁଁ ଇଣ୍ଡିଆନ୍ କଲଚରକୁ ଡିଷ୍ଟ୍ରିବ୍ୟୁଟ୍ କରେ ଯେ ପିଲା ଗୋଟେ ଶାରୀରିକ ମାନସିକ ପୂର୍ଣ୍ଣ ମଣିଷ ହୁଅନ୍ତୁ ଜୀବନରେ। ଯେ ଯେଉଁ ଏଠି ଫାଉଣ୍ଡେସନ୍ ଶିଖିକି ଗଲେ ସେଇଟା ତା ଜୀବନରେ କର୍ମରେ ଲଗାଇକି ସେ ଆଗକୁ ଯାଆନ୍ତୁ, ଭଲ ମଣିଷ ହୁଅନ୍ତୁ। ଏଇଟା ହେଉଛି ମୋର ଉଦ୍ଦେଶ୍ୟ। ତା ସାଙ୍ଗରେ ସାମାଜିକ କାର୍ଯ୍ୟକ୍ରମ ଚାଲିଛି, ଚାଲିବ। କିନ୍ତୁ ଆମ ଗୋଷ୍ଠୀର ଟୋଟାଲି ଫିନାନ୍ସିଆଲ ସପୋର୍ଟ ବୋଲିକି କିଛି ନାହିଁ। କିନ୍ତୁ ସେଇଟା ପାଇଁ ମୁଁ ଆପିଲ୍ କରିଛି, ଯଦି ସମାଜର ମାନିଗଣ୍ୟ ବ୍ୟକ୍ତି କିଏ ଥିବେ, ଏଇ ଗୋଟେ ବିପିଏଲ୍ ଛୁଆର ପାଠ ଦାୟିତ୍ୱ ନେଇଯିବେ ବର୍ଷକୁ, ତାହେଲେ ସ୍କୁଲର ବହୁତ ଉନ୍ନତି ହେଇଯିବ। ଏତିକି କହିକି ମୁଁ ରଖୁଛି। ଧନ୍ୟବାଦ। ଜଗନ୍ନାଥ ସ୍ୱାମୀ, ଜୟ ବିବେକାନନ୍ଦଜୀ। ମୁଁ କେବଳ ଏତିକି କହିବି, ଆମ ଏରିଆରେ ମ୍ୟାଡ଼ାମ୍ ଯେବେଠୁ ଆସିକି ଏ ସଂସ୍ଥାଟି କରିନ୍ତି, ମ୍ୟାଡ଼ାମ୍ ବି ବହୁତ ଚେଷ୍ଟା କରିନ୍ତି। ଆମର ବି ଆନ୍ତରିକତା ମ୍ୟାଡ଼ାମ୍ଙ୍କ ପାଇଁ ସର୍ବଦା ମୁଁ ବଞ୍ଚିଥିଲା ପର୍ଯ୍ୟନ୍ତ ମୋ ନିଜ କଥା ମୁଁ କହୁଛି, ଏ ଅନୁଷ୍ଠାନ ପାଇଁ ମୋ ତରଫରୁ ଯେତିକି ସାହାଯ୍ୟ କରିବା କଥା ମୁଁ ମୋ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବି। ଆଉ ଏ ପିଲାମାନଙ୍କୁ ଦେଖି ଆଜି ବହୁତ ଖୁସି ଲାଗୁଛି। ଏମାନେ କେମିତି ଭଲ ରାସ୍ତାରେ ଯିବେ, ଭଲ ମଣିଷ ହେବେ, ଏଇଟା ପ୍ରଭୁ ଜଗନ୍ନାଥଙ୍କ ପାଖରେ ମୋର ଅତି ବିନମ୍ର ନିବେଦନ। ଦେଖିବା ୱାଣ୍ଡରଲ୍ୟାଣ୍ଡ ସ୍କୁଲ କିଛି ନା କିଛି ପ୍ରୋଗ୍ରାମ ସବୁବେଳେ କରୁଥାଏ। ୱାଣ୍ଡରଲ୍ୟାଣ୍ଡ ସ୍କୁଲ ସଦାବେଳେ ମ୍ୟାଡ଼ାମ୍ ତାଙ୍କ ନିଜସ୍ୱ ପାଣ୍ଠିରୁ ସେ ବହୁତ ଚେଷ୍ଟା କଲେଣି। ତାଙ୍କୁ ଗୋଟେ ସରକାରୀ ଜମି, ଯେହେତୁ ଗୋଟେ ସରକାରଙ୍କୁ ଆମେ ନିବେଦନ କରୁଛୁ ଏ ସଂସ୍ଥା ପାଇଁ, ନିହାତି ତାଙ୍କୁ ଗୋଟେ ଯେଉଁଠି ହେଲେ ଆମ ଏରିଆରେ ବହୁତ ସରକାରୀ ଜମି ଅଛି। ଯଦି ସରକାର ଚାହିଁବେ, ଆମର ମାନ୍ୟବର ବିଧାୟକ ଏମାନେ ଯଦି ଚାହିଁବେ, ତାହେଲେ ସଂସ୍ଥା ପାଇଁ ନିଶ୍ଚିତ ଭାବରେ ଜାଗା ଖଣ୍ଡେ ମିଳିପାରିବ। କ'ଣ କହିବେ, ଯେହେତୁ ଆଜି ନ୍ୟାସନାଲ ୟୁଥ୍ ଡେ, ଆପଣ ଯେହେତୁ ୟୁଥ୍ ଅଛନ୍ତି, ୟୁଥ୍ ମାନଙ୍କୁ କ'ଣ ମେସେଜ ଦେବେ ଆଜି? ପିଲାମାନେ କେମିତି ଭଲ ରାସ୍ତାରେ ଯାଆନ୍ତୁ, ଭଲ ମଣିଷ ହୁଅନ୍ତୁ, ଭଲ ପାଠ ପଢ଼ନ୍ତୁ, ଆମ ଦେଶ, ଆମ ରାଜ୍ୟର, ଆମ ଗାଁର ନାଁ ରଖନ୍ତୁ।
ଏତିକି ହିଁ ମୁଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା।